ଦଶ ଧାଡ଼ି ରଚନା ବର୍ଷା ଋତୁ। ବର୍ଷକ 12 ମାସ ଓ 6 ଋତୁ, ସେଥିମଧ୍ୟରୁ ବର୍ଷା ଋତୁ ଅନ୍ୟତମ। ଆଷାଢ଼ ଓ ଶ୍ରାବଣ ମାସକୁ ବର୍ଷା ଋତୁ କୁହାଯାଏ। ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ର ତାପରେ ଜମି ଫାଟି ଯାଇଥାଏ, ବୃକ୍ଷଲତା ପତ୍ରହୀନ ହୋଇଥାନ୍ତି, ଚାରିଆଡ଼େ ଅସହ୍ୟ ଗରମ ପଡ଼ିଥାଏ। ବର୍ଷା ଋତୁରେ ଏସବୁ ଦୂରେଇଯାଏ। ଏହି ଋତୁରେ ଆକାଶ ପ୍ରାୟତଃ ମେଘାଚ୍ଛନ୍ନ ରହେ ଓ ଇନ୍ଦ୍ରଧନୁ ମଧ୍ୟ ଦେଖାଯାଏ। ଏହି ଋତୁରେ ଗହ୍ମା ପୂର୍ଣ୍ଣିମା, ଶ୍ରୀଗୁଣ୍ଡିଚା, ଚିତାଲାଗି ଅମାବାସ୍ୟା, ଜନ୍ମାଷ୍ଟମୀ, ରଥଯାତ୍ରା, ଝୁଲଣ ଯାତ୍ରା ଇତ୍ୟାଦି ପର୍ବ ପାଳନ କରାଯାଏ। କଦମ୍ବ, କିଆ, କେତକୀ, ମାଳତୀ, ହରଗୌରା ଇତ୍ୟାଦି ଫୁଲ ଏହି ଋତୁରେ ଫୁଟେ। ବାଡ଼ି ବଗିଚାରୁ ଜହ୍ନି, କାକୁଡ଼ି, କଖାରୁ, ଭେଣ୍ଡି, ଲାଉ, ଛଚିନ୍ଦ୍ରା ପ୍ରଭୃତି ପନିପରିବା ମିଳେ। ବର୍ଷା ଋତୁ ଆମର ପ୍ରିୟ ହେଲେ ମଧ୍ୟ ଅନେକ ସମୟରେ ବନ୍ୟା ଆସି ବହୁ ଧନଜୀବନ ନଷ୍ଟ ହୁଏ। ବର୍ଷା ଋତୁର ଉପକାର ଜଗତବ୍ୟାପୀ ମହାନ। ଏହା କୃଷକର ଫସଲକୁ ଉଠିଆ କରେ। ଏହା ତପ୍ତ ପରିବେଶକୁ ଥଣ୍ଡା କରେ ଓ ପ୍ରକୃତିକୁ ସୁନ୍ଦର କରେ। ପ୍ଲିଜ୍ ଲାଇକ୍, share and subscribe my channel.